ଗାୟତ୍ରୀ ମନ୍ତ୍ରର ଏହି 13ଟି ଉପାୟ ଆପଣେଇବା ମାତ୍ରେ ଆପଣଙ୍କର ବଦଳିଯିବ ଜୀବନ। ଗାୟତ୍ରୀ ମନ୍ତ୍ର। ଓಂ ଭୂର୍ଭୁବଃସ୍ୱଃ ତସ୍ୟ ବିତୁର୍ବରେଣ୍ୟଂ ଭର୍ଗୋ ଦେବସ୍ୟ ଧୀମହି ଧିୟୋ ୟୋ ନଃ ପ୍ରଚୋଦୟାତ୍। ଗାୟତ୍ରୀ ମନ୍ତ୍ରର ଅର୍ଥ ଭଗବାନ ସୂର୍ଯ୍ୟଙ୍କର ସ୍ତୁତିରେ ଗାୟନ କରାଯାଉଥିବା ଏହି ମନ୍ତ୍ରର ଅର୍ଥ ହେଉଛି ପ୍ରାଣ ସ୍ୱରୂପ, ଦୁଃଖ ନାଶକ, ସୁଖ ସ୍ୱରୂପ, ଶ୍ରେଷ୍ଠ ତେଜସ୍ୱୀ, ପାପ ନାଶକ, ଦେବ ସ୍ୱରୂପ ପରମାତ୍ମାଙ୍କୁ ଆମେ ଅନ୍ତର ଆତ୍ମାରେ ଧାରଣ କରିବା। ସେହି ପରମାତ୍ମା ଆମର ବୁଦ୍ଧିକୁ ସତ୍ମାର୍ଗରେ ପ୍ରେରିତ କରନ୍ତୁ ଭଗବାନ। ହିନ୍ଦୁ ଧର୍ମ ବା ହିନ୍ଦୁ ରୀତିନୀତିରେ ନିଜର ଅତୁଟ ଆସ୍ଥା ବା ବିଶ୍ୱାସ ରଖୁଥିବା ଲୋକମାନେ ଏହି କଥାକୁ ଜାଣିଛନ୍ତି କି ଗାୟତ୍ରୀ ମନ୍ତ୍ରକୁ ବ୍ରହ୍ମାଣ୍ଡର ସବୁଠାରୁ ଶକ୍ତିଶାଳୀ ମନ୍ତ୍ର ବୋଲି ମନାଯାଇଛି ଏବଂ ଆମ ଶାସ୍ତ୍ରରେ ବି ଏହି ମନ୍ତ୍ର ଶକ୍ତିର ବର୍ଣ୍ଣନା କରାଯାଇଛି। ଆଜିର ଏହି ଭିଡ଼ିଓରେ ଆମେ ଗାୟତ୍ରୀ ମନ୍ତ୍ରର 13ଟି ଗୁପ୍ତ ଉପାୟ ବିଷୟରେ ଜଣାଇବୁ। ଆପଣ ଯଦି ଏହି ସଠିକ୍ ବିଧିବିଧାନରେ ଉପଯୋଗ କରିବେ ତାହେଲେ ବିଶ୍ୱାସ କରନ୍ତୁ ଆପଣଙ୍କର ଜୀବନ ବଦଳିଯିବ ଏବଂ ଆପଣଙ୍କର ଜୀବନରେ ଯାହା ବି ଦୁଃଖ କଷ୍ଟ ବା ଅସୁବିଧା ରହିଛି ସେସବୁ ନାଶ ଏହି ଗାୟତ୍ରୀ ମନ୍ତ୍ରର ଶକ୍ତି ଦ୍ୱାରା ସମ୍ଭବ ହୋଇପାରିବ। ଆସନ୍ତୁ ଡେରି ନ କରି ଏହି ଭିଡ଼ିଓଟିକୁ ଆରମ୍ଭ କରିବା। ତା ପୂର୍ବରୁ ଯଦି ଆପଣ ଏହି ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ଆମ ଚ୍ୟାନେଲ ମାନି ଭଏସ୍କୁ ସବସ୍କ୍ରାଇବ୍ କରିବାକୁ ଆଦୌ ଭୁଲିବେ ନାହିଁ। ନମ୍ବର 1, ଯଦି ଆପଣଙ୍କୁ ଲାଗୁଛି କି ଆପଣଙ୍କ ଉପରେ କିମ୍ବା ଆପଣଙ୍କ ସମ୍ପର୍କୀୟମାନଙ୍କ ଉପରେ କଳା ଯାଦୁ କିମ୍ବା ଗୁଣିଗାରେଡ଼ି କରାଯାଇଛି ତାହେଲେ ରବିବାର ଦିନ ସନ୍ଧ୍ୟା ସମୟରେ ବା ସୂର୍ଯ୍ୟାସ୍ତ ହେବା ପରେ ଗୋଟିଏ ଲେମ୍ବୁକୁ ନିଜ ହାତରେ ରଖନ୍ତୁ ଏବଂ 7 ଥର ଗାୟତ୍ରୀ ମନ୍ତ୍ର ଜପ କରି ସେହି ଲେମ୍ବୁକୁ ରୋଗୀର ମୁଣ୍ଡ ଉପରେ 7 ଥର ଓଲଟା ବୁଲାଇ ଜଳାଇ ଦିଅନ୍ତୁ। ଏମିତି କରିବା ଦ୍ୱାରା କଳା ଯାଦୁ ନଷ୍ଟ ହୋଇଯାଇଥାଏ। ନମ୍ବର 2, ଯଦି ଆପଣଙ୍କ ଜୀବନରେ କୌଣସି ପ୍ରକାରର କିଛି ଗ୍ରହ ଦୋଷ କିମ୍ବା ଗ୍ରହର ବାଧା ଅଛି ଏବଂ ସେହି କାରଣ ପାଇଁ ଆପଣଙ୍କ ଜୀବନରେ ସଫଳତା ପ୍ରାପ୍ତ ହେଉନାହିଁ, ଲଗାତାର 3 ଶନିବାର ସନ୍ଧ୍ୟା ସମୟରେ ଓସ୍ତ ଗଛ ମୂଳରେ ସୋରିଷ ତେଲର ଦୀପ ଜାଳନ୍ତୁ ଏବଂ ଓସ୍ତ ଗଛରେ 7 ଥର ପରିକ୍ରମା କରିବା ସହିତ 7 ଥର ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ। ଏହିଭଳି କରିବା ଦ୍ୱାରା ସବୁ ଗ୍ରହ ଦୋଷ ବା ବାଧା ଦୂର ହୋଇଯାଇଥାଏ ଏବଂ ଆପଣଙ୍କର ଜୀବନରେ ଉନ୍ନତି ଓ ସଫଳତାର ମାର୍ଗ ଖୋଲିଯାଇଥାଏ। ନମ୍ବର 3, ଯଦି ଆପଣ ଆପଣଙ୍କର ଜୀବନରେ ସବୁ ପ୍ରକାରର ସୁଖ ଶାନ୍ତି ଓ ସମୃଦ୍ଧି ପାଇବା ପାଇଁ ଚାହୁଁଛନ୍ତି ତାହେଲେ 108 ହଳଦିଆ ବା ଧଳା ଫୁଲରେ ପୂଜା କରିବା ସହିତ 108 ଥର ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ ଏବଂ ତାପରେ ହୋମ ଶେଷ ହେବା ପରେ ହୋମର ଅବଶିଷ୍ଟ ଅଂଶକୁ ଶୁଦ୍ଧ ଏବଂ ସ୍ୱଚ୍ଛ ବହୁଥିବା ଜଳରେ ପ୍ରବାହିତ କରିଦିଅନ୍ତୁ। ଏହି ବିଧିକୁ ଗୁରୁବାର ଦିନ କରିଲେ ସର୍ବଶ୍ରେଷ୍ଠ ଫଳ ପ୍ରାପ୍ତ ହୋଇଥାଏ ଏବଂ ଏହାକୁ କରିବା ଦ୍ୱାରା ମନୁଷ୍ୟର ଜୀବନରେ ସୁଖ ଶାନ୍ତି ଓ ସମୃଦ୍ଧି ସବୁ କିଛି ପ୍ରାପ୍ତ ହୋଇଥାଏ। ନମ୍ବର 4, ଯଦି ଆପଣ କୌଣସି ପ୍ରକାରର ଇଣ୍ଟରଭ୍ୟୁ କିମ୍ବା ଏକ୍ଜାମରେ ସଫଳ ହେବା ପାଇଁ ଚାହୁଁଛନ୍ତି ତାପରେ ଘରୁ ବାହାରିବା ପୂର୍ବରୁ ଗୋଟିଏ ନଡ଼ିଆକୁ ନିଜ ହାତରେ ରଖନ୍ତୁ ଏବଂ ପୂର୍ବ ଦିଗ ଆଡ଼କୁ ମୁହଁ କରି ଛିଡ଼ା ହୋଇ ଆଖି ବନ୍ଦ କରି 21 ଥର ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ। ତାପରେ ସେହି ନଡ଼ିଆକୁ ଭାଙ୍ଗି ଘରୁ ବାହାର କରିଦିଅନ୍ତୁ କିନ୍ତୁ ଧ୍ୟାନ ରଖିବେ କି ନଡ଼ିଆକୁ ଭାଙ୍ଗି ସାରିବା ପରେ ପଛକୁ ବୁଲି ଦେଖିବେ ନାହିଁ। ଏହି ବିଧିକୁ କରିବା ଦ୍ୱାରା ଯେକୌଣସି ଇଣ୍ଟରଭ୍ୟୁ ବା ଏକ୍ଜାମ ବା ପରୀକ୍ଷାରେ ଅପାର ସଫଳତା ପ୍ରାପ୍ତ ହୋଇଥାଏ। ନମ୍ବର 5, ଯଦି ଆପଣଙ୍କ ମନରେ କୌଣସି ପ୍ରକାରର
ଭୟ ରହିଥାଏ, ଯେଉଁଥିପାଇଁ ଆପଣଙ୍କୁ ବହୁତ ଅଶାନ୍ତି ଅନୁଭବ ହେଉଥାଏ, ତାହେଲେ ପ୍ରତିଦିନ ସକାଳେ ସ୍ନାନ କରିବା ପରେ ନିଜର ପୂଜା ସ୍ଥାନରେ ଠିଆ ହୋଇ 11 ଥର ଗାୟତ୍ରୀ ମନ୍ତ୍ରର ଜପ କରନ୍ତୁ। ଏହିଭଳି 11 ଦିନ ଯାଏଁ କରିଲେ ମନର ସବୁ ଭୟ ଦୂର ହୋଇଯାଇଥାଏ ଏବଂ ମାନସିକ ଶାନ୍ତି ମିଳିଥାଏ। ନମ୍ବର 6, ଆପଣ ଯଦି ନିଜ ଜୀବନରେ ଆକସ୍ମିକ ଧନ ସମ୍ପତ୍ତି ବା ଅପାର ପ୍ରସିଦ୍ଧି ହାସଲ କରିବା ପାଇଁ ଚାହୁଁଛନ୍ତି, ତାହେଲେ ପ୍ରତି ଶନିବାର ସନ୍ଧ୍ୟା ସମୟରେ 250 ଗ୍ରାମ କଳା ବିରି ଡାଲିକୁ କୌଣସି ବହୁଥିବା ପାଣିରେ ପ୍ରବାହିତ କରିଦିଅନ୍ତୁ ଏବଂ ପ୍ରବାହ କରିବା ସମୟରେ 21 ଥର ଗାୟତ୍ରୀ ମନ୍ତ୍ର ପାଠନ କରନ୍ତୁ। ଏହି ଉପାୟକୁ ଲଗାତାର 7 ଦିନ କରିବା ଦ୍ୱାରା ଆକସ୍ମିକ ଧନଲାଭ ହୋଇଥାଏ। ନମ୍ବର 7, ଯଦି କୌଣସି ମନୁଷ୍ୟ ଶନିଗ୍ରହ ଦୋଷରେ ପୀଡ଼ିତ ଥାଆନ୍ତି, ତାହେଲେ ସେଥିରୁ ମୁକ୍ତି ପାଇବା ପାଇଁ ଶମି ଗଛର କାଠକୁ 108 ଥର ହୋମରେ ଆହୁତି ଦେବା ଦ୍ୱାରା ଶନିଙ୍କର ସବୁ ଦୋଷ ଶାନ୍ତ ହୋଇଥାଏ ଏବଂ ମନୁଷ୍ୟର ଆତ୍ମବଳ ବୃଦ୍ଧି ହୋଇଥାଏ। ନମ୍ବର 8, ଯଦି କୌଣସି ବ୍ୟକ୍ତି କିମ୍ବା ମହିଳା ଉପରେ ପ୍ରେତ ବାଧାର ସମସ୍ୟା ଥାଏ, ତେବେ ତମ୍ବାର ଢାଳରେ ଜଳ ଭର୍ତ୍ତି କରି ଏହାକୁ ନିଜର 2 ହାତରେ ରଖି 108 ଥର ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ। ତାପରେ ସେହି ଜଳକୁ 3 ଥର ଫୁଙ୍କି ରୋଗୀକୁ ପିଇବାକୁ ଦିଅନ୍ତୁ। ଏହିପରି କରିବା ଦ୍ୱାରା ପ୍ରେତ ଭୟର ବାଧାର ନାଶ ହୋଇଥାଏ। ନମ୍ବର 9, ରୋଗର ସମସ୍ୟାରେ ଯଦି କୌଣସି ବ୍ୟକ୍ତି ପୀଡ଼ିତ ଥାଏ, ତେବେ ସେଥିରୁ ମୁକ୍ତି ପାଇବା ପାଇଁ ଶଙ୍ଖପୃଷ୍ଟି ପୁଷ୍ପର ଉପଯୋଗ କରି ଗାୟତ୍ରୀ ମନ୍ତ୍ରର ହୋମଯଜ୍ଞ କରିବା ସହିତ 108 ଥର ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ। ଦେଖିବେ ଆପଣଙ୍କର ସମସ୍ତ ରୋଗ ସମସ୍ୟା ଧୀରେ ଧୀରେ ସମାପ୍ତ ହୋଇଯିବ। ଧ୍ୟାନ ରଖନ୍ତୁ, ଏହି ଉପାୟ 3 ରୁ 5 ଥର କରିବା ଦ୍ୱାରା ଆପଣଙ୍କର ରୋଗଗତ ସମସ୍ୟାରୁ ମୁକ୍ତି ମିଳିପାରିବ। ନମ୍ବର 10, ଅନେକ ସମୟରେ ଦେଖାଯାଇଥାଏ କିଛି ଲୋକ ଶତ୍ରୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ଅର୍ଥାତ୍ କିଛି ଶତ୍ରୁ ସର୍ବଦା ତାଙ୍କୁ ଅସୁବିଧାରେ ପକାଇଥାନ୍ତି, ଯାହାଦ୍ୱାରା ତାଙ୍କର ବଞ୍ଚିବା ମୁସ୍କିଲ ହୋଇଯାଇଥାଏ। ଯଦି ଆପଣ ଏହାର ନିରାକରଣ ଚାହୁଁଛନ୍ତି, ତାହେଲେ ରବିବାର ଦିନ ସକାଳ ସୂର୍ଯ୍ୟୋଦୟ ପରେ ଦକ୍ଷିଣ ଦିଗ ଆଡ଼କୁ ମୁହଁ କରି ନିଜର ହାତରେ କିଛି କଳା ସୋରିଷ ରଖି 21 ଥର ଗାୟତ୍ରୀ ମନ୍ତ୍ର ଜପ କରି ଦକ୍ଷିଣ ଆଡ଼କୁ ସୋରିଷକୁ ପକାଇ ଦିଅନ୍ତୁ ଏବଂ ପଛକୁ ନ ଦେଖି ନିଜ ଘରକୁ ଫେରି ଆସନ୍ତୁ। ଏହିଭଳି ଭାବରେ ଲଗାତାର 3 ରବିବାର କରିଲେ ଆପଣଙ୍କର ଶତ୍ରୁ ନାଶ ହୋଇଥାଏ। ନମ୍ବର 11, ଯଦି ଆପଣଙ୍କୁ ଲାଗୁଛି ଆପଣଙ୍କ ଜୀବନରେ ସଫଳତା ମିଳୁନାହିଁ ଏବଂ ଆପଣଙ୍କର ଉନ୍ନତିର ସବୁ ରାସ୍ତା ବନ୍ଦ ହୋଇଯାଇଛି, ତେବେ ଲଗାତାର 3 ରବିବାର ଦିନ ଓସ୍ତଗଛ ମୂଳରେ ଠିଆ ହୋଇ 108 ଥର ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ। ଏହା କରିବା ଦ୍ୱାରା ଜୀବନରେ ପ୍ରତ୍ୟେକ ସମସ୍ୟା ଶେଷ ହୋଇଯାଇଥାଏ ଏବଂ ଉନ୍ନତି ଓ ପ୍ରଗତିର ନୂଆ ରାସ୍ତା ଖୋଲିଯାଇଥାଏ। ନମ୍ବର 12, ବିବାହରେ ଡେରି ହେଉଥିଲେ ଗାୟତ୍ରୀ ମନ୍ତ୍ର ଦ୍ୱାରା ଏହାକୁ ଠିକ୍ କରାଯାଇପାରିବ। ଯଦି କୌଣସି ବ୍ୟକ୍ତି ଏହି ପରିସ୍ଥିତିରେ ଅଛି, ତେବେ 11 ଗୁରୁବାର ବହୁଥିବା ପାଣିରେ ସିନ୍ଦୁରକୁ ପ୍ରବାହିତ କରନ୍ତୁ ଏବଂ ସେହି ସମୟରେ 51 ଥର ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ। ଯେଉଁ ଝିଅ ବା ପୁଅମାନଙ୍କର ଗୁରୁବାର ଦିନ ଏହି ବିଧିକୁ 11 ଥର କରିଥାଏ, ତାଙ୍କର ବିବାହ ବହୁତ ଜଲ୍ଦି ହୋଇଯାଇଥାଏ। ନମ୍ବର 13, ଗାୟତ୍ରୀ ମନ୍ତ୍ରର ଉପଯୋଗ କରି ନିଜର ଘର, ଅଫିସ ବା ବ୍ୟବସାୟରେ ଥିବା ନକାରାତ୍ମକ ଶକ୍ତିକୁ ବିନାଶ କରିପାରିବେ। ଯେଉଁ ସ୍ଥାନରେ ନକାରାତ୍ମକ ଶକ୍ତି ବାସ କରିଥାଏ, ସେହି ସ୍ଥାନରେ ଉନ୍ନତି ହୋଇପାରେ ନାହିଁ, ସବୁ କାମରେ ବାଧା ଉପୁଜିଥାଏ। ସେଥିପାଇଁ ଏକ ତମ୍ବା ପାତ୍ରରେ ଜଳ ନେଇ ଗାୟତ୍ରୀ ମନ୍ତ୍ର ଜପ କରି ନିଜ ଘର, ଅଫିସ କିମ୍ବା ବ୍ୟବସାୟରେ ଛିଞ୍ଚି ଦିଅନ୍ତୁ। ଏମିତି କରିବା ଦ୍ୱାରା ନକାରାତ୍ମକ ଶକ୍ତିର ନାଶ ହୋଇଯାଇଥାଏ ଏବଂ ଆପଣଙ୍କୁ ସଫଳତା ମିଳିଥାଏ। ପ୍ରିୟ ଦର୍ଶକ ବନ୍ଧୁ, ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଥିଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଭିଡ଼ିଓକୁ ଏକ ଲାଇକ୍ ନିହାତି କରନ୍ତୁ ଏବଂ କମେଣ୍ଟରେ
ଜୟ ଗାୟତ୍ରୀ ମାତା ଲେଖିଦିଅନ୍ତୁ।